ମୋର ବିବାହ ହେବାର 6 ମାସ ବିତିଥିଲା ଏବଂ ଦିନେ ହଠାତ୍ ମୋର ଜଣେ ଭଲ ବନ୍ଧୁ ନିହାରିକା ମୋତେ ଦେଖା କରିବାକୁ ମୋ ଶ୍ୱଶୁର ଘରକୁ ଆସିଥିଲେ। ସେହି ସମୟରେ ମୁଁ ଘର କାମରେ ବ୍ୟସ୍ତ ଥିଲି। ଯେତେବେଳେ ମୁଁ ହଠାତ୍ ତାକୁ ଦେଖିଲି ବହୁତ ଖୁସି ହୋଇଗଲି। ମୁଁ ତାକୁ କହିଲି, ତୁ ମୋତେ ଦେଖା କରିବାକୁ ଆସିବୁ ବୋଲି ମୁଁ କେବେ ଏ ବିଷୟରେ ମଧ୍ୟ ଭାବିନଥିଲି। ମୁଁ ତାକୁ ଥଟ୍ଟାରେ କହିଥିଲି। ତାପରେ ସେ ମୋତେ ନିଜ ଛାତିରେ ଲଗାଇ କହିଲା, ଆରେ ପାଗିଳି, ମୁଁ ତୋତେ ଦେଖା କରିବାକୁ ଆସିନାହିଁ, ପରନ୍ତୁ ମୁଁ ମୋ ଜିଜୁଙ୍କୁ ଦେଖା କରିବାକୁ ଆସିଛି। ଏହା କହି ସେ ମୋତେ ମଜାକରେ କହୁଣି ମାରିଲା ଏବଂ ସେ କହିଲା, ମୁଁ ଶୁଣିଥିଲି ଯେ ତୋ ଶ୍ୱଶୁର ଆଉ ଏ ଦୁନିଆରେ ନାହାନ୍ତି, ତେବେ ତୁ କାହିଁକି ମୁଣ୍ଡରେ ଓଢ଼ଣା ଦେଇ ଘରେ ବୁଲୁଛୁ? ମୁଁ ତାକୁ କହିଲି ଯେ ପ୍ରକୃତରେ ମୋ ଶାଶୁ ମୋତେ କହିଛନ୍ତି କି ମୋ ମୁଣ୍ଡରେ ଓଢ଼ଣା ଦେବାକୁ। ଏହାପରେ ନିହାରିକା ମୋତେ କହିଲା ଯେ ମୋତେ ଲାଗୁଛି ଯେ ତୋ ଶାଶୁ ବହୁତ କ୍ରୋଧୀ ଲୋକ। ଏ ବି କେଉଁ କଥା ହେଲା? ଘରେ ତ ଜିଜୁ ଓ ତୋ ଶାଶୁ ହିଁ ଅଛନ୍ତି। ମୁଁ କହିଲି, ଆରେ ସେସବୁ ଛାଡ଼, ମୋତେ କହ ତୁ କେମିତି ଅଛୁ? ତାପରେ ସେ ମୋତେ ପରିହାସ କରିବାକୁ ଲାଗିଲା ଏବଂ କହିଲା, ପ୍ରଥମେ ତୁ କହ ମୋ ଜିଜୁ କେମିତି ଅଛନ୍ତି? ମୁଁ କହିଲି, ତୁ ତ ତାଙ୍କୁ ନିଜେ ଭେଟି ଜାଣିନେବୁ, ଚାଲ ମୁଁ ତୋତେ ତାଙ୍କ ସହ ଭେଟ କରାଇବି। ସେ ପୁଣି ଥରେ ମୋ ସହ ଥଟ୍ଟା ତାମସା କରି କହିଲା, ତୁ କ'ଣ ପାଇଁ ମୋ ସହ ଯାଇ କବାବ ହଟି ହେବୁ? ମୁଁ ନିଜେ ଯାଇ ମଧ୍ୟ ମୋ ଜିଜୁଙ୍କୁ ଭେଟି ପାରିବି। କହ ତାଙ୍କ କୋଠରୀ କେଉଁଠାରେ? ତେଣୁ ମୁଁ କହିଲି, ତାହେଲେ ତୁ ଏକୁଟିଆ ଯାଇ ତାଙ୍କୁ ଭେଟିବୁ। ଚାଲ ଠିକ୍ ଅଛି, ତାହେଲେ ଯାଇ ଭେଟିନେ। ସାମ୍ନାବାଲା କୋଠରୀ ମୋର ଅଟେ। ଏହା ଉପରେ ନିହାରିକା କହିଲା, ଆରେ ମୁଁ ଥଟ୍ଟା କରୁଥିଲି, ଆସ ତୁ ମଧ୍ୟ ମୋ ସାଙ୍ଗରେ ଆସ। ଏହା ପୂର୍ବରୁ ମୁଁ ମୋ ସାଙ୍ଗକୁ ନେଇ ମୋ ସ୍ୱାମୀଙ୍କ ସହ ଭେଟ କରାଇବାକୁ ଯାଇଥାନ୍ତି। ମୋ ପଡ଼ୋଶୀରୁ ଜଣେ ମହିଳା କିଛି ଜିନିଷ ନେବା ପାଇଁ ଆମ ଘରକୁ ଆସିଗଲେ। ସେତେବେଳେ ମୋ ଶାଶୁ ଘରେ ନଥିଲେ, ତେଣୁ ମୋତେ ତାଙ୍କୁ କୌଣସି ଜିନିଷ ଦେବାକୁ ପଡ଼ିଲା। ମୁଁ ନିହାରିକାକୁ କହିଲି, ତୁ ଯାଇ ଜିଜୁଙ୍କୁ ଦେଖା କର, ମୁଁ ତୁରନ୍ତ କାମ ସାରି ଆସିବି। ମୁଁ ରୋଷେଇ ଘର ଆଡ଼କୁ ଗଲି ଏବଂ ଚିନି ବାହାର କରି ସେ ମାଉସୀଙ୍କୁ ଦେଲି। ଏହାପରେ ମୁଁ ମୋ ରୁମ୍କୁ ଯାଉଥିଲି, ସେତେବେଳେ ମୁଁ ନିହାରିକାର ଜୋରରେ ଚିତ୍କାର ଶୁଣିଲି ଏବଂ ମୁଁ ନିହାରିକାକୁ ମୋ ରୁମ୍ରୁ ଦୌଡ଼ି ପଳାଉଥିବାର ଦେଖିଲି। ମୁଁ ତୁରନ୍ତ ତାକୁ ଅଟକାଇ ପଚାରିଲି, ନିହାରିକା, କ'ଣ ହେଲା ଯେ ତୁ ଏତେ ଜୋରରେ ଚିତ୍କାର କଲୁ? ମୁଁ ଦେଖିଲି ନିହାରିକା କାନ୍ଦି କାନ୍ଦି ତୁରନ୍ତ ମୋତେ ଆଲିଙ୍ଗନ କଲା। ମୁଁ କହିଲି, କ'ଣ ହେଲା, ମୋତେ କହ ତ ଟିକେ। ଏହାପରେ ନିହାରିକା କହିବା ଆରମ୍ଭ କଲା ଯେ ମୁଁ ମୋ ଜିଜୁଙ୍କୁ ଭେଟିବାକୁ ଯାଇଥିଲି। ମୁଁ କହିଲି, ହଁ, ତାପରେ କ'ଣ ହେଲା? ଏବଂ ତାପରେ ସେ କହିବାକୁ ଲାଗିଲା ଯେ ମୁଁ ତାଙ୍କୁ ନିଜ ବିଷୟରେ କହିଲି। ମୁଁ ତାଙ୍କୁ କହିଲି ଯେ ମୁଁ ତୋର ସର୍ବୋତ୍ତମ ବନ୍ଧୁ, ସେଥିପାଇଁ ମୁଁ ତାଙ୍କ ଶାଳୀ ହେବି ଏବଂ ଥଟ୍ଟା କରି ମୁଁ ତାଙ୍କୁ କହିଲି ଯେ ଶାଳୀ ତ ଅଧା ଘରପାଲି ହୋଇଥାଏ। କିନ୍ତୁ ହଠାତ୍ ଏହା ଶୁଣି ଜିଜୁ ମୋ ସହ ଯାହା କଲେ, ଏହା କହିବା ପରେ ନିହାରିକା ପୁଣି ଜୋରରେ କାନ୍ଦିବାକୁ ଲାଗିଲା। ମୁଁ କହିଲି, ସେ ତୋ ସହ ଏମିତି କ'ଣ କରିଛନ୍ତି? ନିହାରିକା କହିଲା ଯେ ଜିଜୁ ତ ମୋ ତଳେ। ସେ ମୋତେ ଏହା କହିବା ବେଳେ ନିଶ୍ୱାସ ପ୍ରଶ୍ୱାସ ପ୍ରଖର ହେବାକୁ ଲାଗିଲା ଏବଂ ସେ ହଠାତ୍ ମୋ ଘରୁ ଚାଲିଗଲା। ମୁଁ ତାକୁ ଅଟକାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ନିହାରିକା ମୋର ଟିକେ ବି କଥା ଶୁଣିଲା ନାହିଁ। ମୁଁ ନୂଆ ବୋହୂ ଥିଲି, ତେଣୁ ମୁଁ ଘରର କବାଟରୁ ବାହାରକୁ ଯାଇପାରିଲି ନାହିଁ। ମୁଁ ନିହାରିକାକୁ ଅଟକାଇ ପାରିଲି ନାହିଁ। ମୁଁ ବୁଝିପାରିଲି ନାହିଁ ଯେ ମୋ ସ୍ୱାମୀ ରଜତ ନିହାରିକା ସହ କ'ଣ କରିଥିଲେ ଯେ ସେ ଏତେ ଭୟଭୀତ ହୋଇଥିଲା ଏବଂ ଏତେ କାନ୍ଦୁଥିଲା। ସର୍ବଶେଷରେ ସେମାନଙ୍କ ମଧ୍ୟରେ କୋଠରୀରେ କ'ଣ ଘଟିଥିଲା, ଏହା ମୁଁ ବୁଝିପାରୁନଥିଲି। ଏସବୁ ଜାଣିବା ପାଇଁ ମୁଁ ସଙ୍ଗେ ସଙ୍ଗେ ମୋ ରୁମ୍କୁ ଦୌଡ଼ିଗଲି, ଯାହାଦ୍ୱାରା ମୁଁ ରଜତଙ୍କୁ ପଚାରିବି ଯେ ସେ ନିହାରିକା ସହ କ'ଣ କରିଛନ୍ତି। ମୁଁ କୋଠରୀ ଭିତରକୁ ପଶିଗଲି ତ ମୋ ପାଦ ତଳ ମାଟି ଖସିଗଲା ଏବଂ ଗୋଡ଼ ଥରି ଉଠିଲା। ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ଯେ ମୁଁ ଦିନେ ମୋ ସ୍ୱାମୀଙ୍କୁ ଏପରି କରୁଥିବାର ଦୃଶ୍ୟ ଦେଖିବି।
ମୋ ସ୍ୱାମୀ ଏସବୁ କ'ଣ କରି ଠିଆ ହୋଇଥିଲେ ଏବଂ ଜୋର ଜୋରରେ ନିଶ୍ୱାସ ନେଉଥିଲେ। ଏସବୁ ଦେଖି ମୋ ଦେହ କମ୍ପିବାକୁ ଲାଗିଲା। ଏସବୁ ଦେଖି ମୁଁ ସଙ୍ଗେ ସଙ୍ଗେ ସେହି କୋଠରୀରୁ ଫେରିଗଲି ଏବଂ ଉପର ମହଲାର କୋଠରୀକୁ ଯାଇ ଭିତରୁ କବାଟ ବନ୍ଦ କରିଦେଲି। ମୁଁ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲି। ମୁଁ ମୋ ଭାଗ୍ୟକୁ ବାରମ୍ବାର ଅଭିଶାପ ଦେଉଥିଲି ଯେ ଜଣା ନାହିଁ ଭଗବାନ ମୋ ଭାଗ୍ୟରେ କ'ଣ ଲେଖିଛନ୍ତି। ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି ଯେ ମୋର ଦ୍ୱିତୀୟ ବିବାହ ମଧ୍ୟ ଏହିପରି ହେବ। ମୋର ନାମ ହେଉଛି ସୁହାନା। ପ୍ରକୃତରେ ଏହା ହେଉଛି ମୋର ଦ୍ୱିତୀୟ ବିବାହ। ମୋର ପ୍ରଥମ ବିବାହ ମୋ ବାପା ମା ବହୁତ ଧୁମଧାମରେ ଆଡ଼ମ୍ବର ସହିତ କରିଥିଲେ। ସେହି ବର୍ଷ ତ ମୋ ବୈବାହିକ ଜୀବନ ବହୁତ ଭଲ ଚାଲିଥିଲା। କିନ୍ତୁ ଧୀରେ ଧୀରେ ମୋ ସ୍ୱାମୀଙ୍କ ସ୍ୱଭାବ ବଦଳିବାକୁ ଲାଗିଲା ଏବଂ ତାଙ୍କ ପରିବାରର ସଦସ୍ୟଙ୍କ କଥା ହେତୁ ସେ ମୋତେ ସନ୍ଦେହ କରିବାକୁ ଲାଗିଲେ। କିନ୍ତୁ ମୁଁ ତାଙ୍କୁ ଅନେକ ଥର ବୁଝେଇବାକୁ ଚେଷ୍ଟା କଲି, କିନ୍ତୁ ମୋ କଥା ଶୁଣିବାକୁ ସେ ପ୍ରସ୍ତୁତ ନଥିଲେ। ମୁଁ ତାଙ୍କୁ ଚାକିରି କରିବାକୁ ମଧ୍ୟ କହିଥିଲି, କିନ୍ତୁ ସେ ମୋର ସେହି କଥାକୁ ବି ଶୁଣିନଥିଲେ ଏବଂ ସେ ଏସବୁ ରାଜି ହୋଇନଥିଲେ ଏବଂ କହିଲେ ଯେ ତୁମେ ବାହାରକୁ ଯାଇ ଆମ ପରିବାରର ମାନ ସମ୍ମାନ ନଷ୍ଟ କରିବ ଏବଂ ନିଜ ମନମାନି କରିବାକୁ ଚାହୁଁଛ, ସେଥିପାଇଁ ତୁମେ ଏହି କାମ କରିବାକୁ ଚାହୁଁଛ। ମୁଁ ଜାଣେ ତୁମର କାମ କରିବା ଉଦ୍ଦେଶ୍ୟ ତୁମ ପାଦରେ ଠିଆ ହେବା ନୁହଁ, କିନ୍ତୁ ଆଉ କିଛି ଅଛି। ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ ତୁମେ ମୋତେ କେତେଦିନ ପର୍ଯ୍ୟନ୍ତ ଏହିପରି ସନ୍ଦେହ ଜାରି ରଖିବ। ତୁମେ ମୋତେ କାହିଁକି ବିଶ୍ୱାସ କରୁନାହଁ? କିନ୍ତୁ ମୋ ସ୍ୱାମୀ ମୋର କୌଣସି କଥାକୁ ମାନୁନଥିଲେ। ସେ କେବଳ ମୋ ଶାଶୁ ଏବଂ ନଣନ୍ଦ ତାଙ୍କୁ ଯାହା ବୁଝାଉଥିଲେ ତାହା ଅନୁସରଣ କରୁଥିଲେ। କିଛି ମାସ ପର୍ଯ୍ୟନ୍ତ ମୁଁ ସେମାନଙ୍କର ଏହିସବୁ ଜିନିଷକୁ ସହ୍ୟ କରିଥିଲି। ଧୀରେ ଧୀରେ ସେମାନେ ମୋ ଉପରେ ହାତ ଉଠାଇବା ଆରମ୍ଭ କରିଦେଲେ। ସେମାନଙ୍କର ଅତ୍ୟାଚାର ଏତେ ବଢ଼ିଗଲା ଯେ ସେମାନେ ମୋର କୌଣସି ଯନ୍ତ୍ରଣା ଏବଂ ଅସୁବିଧା ବିଷୟରେ ଚିନ୍ତା କଲେ ନାହିଁ। ମୁଁ ଯେତେ ଅସୁସ୍ଥ ହେଲେ ମଧ୍ୟ ମୋତେ ତଥାପି ଘରର ସମସ୍ତ କାର୍ଯ୍ୟ କରିବାକୁ ପଡ଼ୁଥିଲା ଏବଂ ପୁରା ଘରର ଦାୟିତ୍ୱ ଗ୍ରହଣ କରିବା ସତ୍ତ୍ୱେ ମୋ ଶାଶୁ ମୋ ସ୍ୱାମୀ ଅଫିସରୁ ଘରକୁ ଫେରିବା ମାତ୍ରେ ସେ ମୋ ବିରୁଦ୍ଧରେ ଏକ ଗଣ୍ଠୁଲି ଧରି ବସିଥାନ୍ତି ଏବଂ ଦିନ ସାରାର ମୋ ବିଷୟରେ ଅଭିଯୋଗ କରିବାକୁ ଲାଗନ୍ତି ଯେ ମୁଁ ଏହି କାର୍ଯ୍ୟ ଠିକ୍ କରିନାହିଁ କିମ୍ବା ତାଙ୍କ କଥା ଶୁଣିନାହିଁ। ଯଦିଓ ମୁଁ ସବୁବେଳେ ମୋ ଶାଶୁ କହିଥିବା ସବୁ କଥା ମାନିବାକୁ ସର୍ବଦା ଚେଷ୍ଟା କରୁଥିଲି ଯେ ସେ ଯେପରି ଯାହା କରିବାକୁ କହୁଛନ୍ତି ସେପରି କରିବି, ଯାହାଦ୍ୱାରା ସେ ଖୁସି ହେବେ। କିନ୍ତୁ ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ସେ କୌଣସି ପ୍ରକାରେ ମୋ ଉପରେ ଖୁସି ନଥିଲେ। ସେ ସବୁବେଳେ ମୋ ବିଷୟରେ ଅଭିଯୋଗ କରିଚାଲିଥିଲେ। ବର୍ତ୍ତମାନ ଏହା ମୋ ପାଇଁ ଅସହ୍ୟ ହୋଇପଡ଼ିଲା, କାରଣ ବର୍ତ୍ତମାନ ମୁଁ ବୁଝିସାରିଥିଲି ଯେ ମୁଁ ଯାହା ବି କରେ ନା କାହିଁକି ମୋ ଶାଶୁ ମୋ ଉପରେ କଦାପି ଖୁସି ହେବେ ନାହିଁ ଏବଂ ସେ ମୋ ବିରୁଦ୍ଧରେ ଅଭିଯୋଗ ଜାରି ରଖିବେ। ଏହି କଥା ମୁଁ ମୋ ସ୍ୱାମୀଙ୍କୁ ବି ବହୁତ ଥର ବୁଝାଇଲି, କିନ୍ତୁ ସେ ବୁଝିଲେ ନାହିଁ। ପରନ୍ତୁ ସେମାନଙ୍କ ଅତ୍ୟାଚାର ମୋ ଉପରେ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ମୁଁ ମୋ ପିଲାକୁ ମଧ୍ୟ ହରାଇଲି। ମୋ ପାଇଁ ସହିବାର ସବୁ ସୀମା ଅତିକ୍ରମ ହୋଇସାରିଥିଲା ଏବଂ ମୁଁ ସ୍ଥିର କଲି ଯେ ମୁଁ ମୋ ସ୍ୱାମୀଙ୍କ ସହ ରହିବି ନାହିଁ। ମୁଁ ମୋର ପରିବାରକୁ ମୋ ବିବାହିତ ଜୀବନ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ କହିଦେଲି ଏବଂ ମୋ ବାପା ମୋର ଛାଡ଼ପତ୍ର କରାଇଥିଲେ, ଯାହାପରେ ମୁଁ ଆମ ଘରକୁ ଫେରି ଆସିଥିଲି। ଏଠାରେ ମୋ ବାପା ମୋ ପାଇଁ ଅନ୍ୟ ଏକ ପୁଅ ଖୋଜିବା ଆରମ୍ଭ କଲେ। କିନ୍ତୁ ମୋର ପ୍ରଥମ ବିବାହ ପରଠାରୁ ମୁଁ ଏତେ ସଂଘର୍ଷ କରିଥିଲି ଯେ ବର୍ତ୍ତମାନ ମୁଁ ପୁନଃ ବିବାହ ବିଷୟରେ ମୋର ମନୋବଳ ହରାଇଥିଲି। କିନ୍ତୁ ଦୁନିଆର ପ୍ରଥା ଏପରି ଯେ ଝିଅ ବିବାହ କରିବା ଉଚିତ। ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ବାପା ମୋ ପାଇଁ ଅନ୍ୟ ପୁଅ ଖୋଜିବାରେ ତତ୍ପର ଥିଲେ, କିନ୍ତୁ ବୋଧହୁଏ ଭଗବାନଙ୍କର ଅନ୍ୟ କିଛି ଯୋଜନା ଥିଲା। ଛାଡ଼ପତ୍ର ହୋଇଥିବା ଝିଅ ପାଇଁ ପିଲା ଖୋଜିବା ବହୁତ କଷ୍ଟକର ହୋଇଥାଏ ଏବଂ ସେଥିପାଇଁ ବର୍ଷ ବର୍ଷ ବିତିଗଲା। କିନ୍ତୁ ମୋ ବାପା ସେପରି କାହାକୁ ପାଇଲେ ନାହିଁ ଯାହାକୁ ସେ ମୋ ଜୀବନସାଥୀ କରିପାରିବେ ଏବଂ କିଛି ବର୍ଷ ମଧ୍ୟରେ ମୁଁ ମୋର ପିତାମାତାଙ୍କୁ ହରାଇଲି। ମୁଁ ଏକ ଚାକିରି କରିବା ଆରମ୍ଭ କରିଥିଲି, କିନ୍ତୁ ମୁଁ ଏହା ସତ୍ତ୍ୱେ ତଥାପି ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା ଯେ
ମୁଁ ମୋ ନିଜର ଏକ ଘର ନିର୍ମାଣ କରିପାରିବି। ତେଣୁ ମୋତେ ମୋ ଭାଇ ଏବଂ ଭାଉଜଙ୍କ ସହିତ ରହିବାକୁ ପଡ଼ିଲା ଏବଂ ବର୍ତ୍ତମାନ ମୋର ବିବାହର ଦାୟିତ୍ୱ ମୋ ଭାଇଙ୍କ କାନ୍ଧରେ ପଡ଼ିଗଲା। ମୋ ପାଇଁ ବହୁତ ସାରା ପିଲା ଖୋଜିବା ପରେ ତାଙ୍କୁ କେହି ରଜତଙ୍କ ବିଷୟରେ କହିଥିଲେ। ରଜତ ମଧ୍ୟ ଜଣେ ଛାଡ଼ପତ୍ର ହୋଇଥିବା ବ୍ୟକ୍ତି ଥିଲେ ଏବଂ ଦୂର ସହରରେ ରହୁଥିଲେ। ମୁଁ ମଧ୍ୟ ମୋ ଭାଇଙ୍କୁ କହିଥିଲି ଯେ ତୁମେ ମୋର ଛାଡ଼ପତ୍ରର କାରଣ ମଧ୍ୟ କହିବ ଏବଂ ରଜତଙ୍କ ଛାଡ଼ପତ୍ରର କାରଣ ବିଷୟରେ ପଚାରି ବୁଝିବ। କିନ୍ତୁ ଯେତେବେଳେ ବି ମୋ ଭାଇ ରଜତଙ୍କ ପରିବାରକୁ ଭେଟି ଫେରିଆସିଲେ ସେ ମୋତେ ରଜତଙ୍କ ଛାଡ଼ପତ୍ରର କୌଣସି କାରଣ କହିନଥିଲେ। ମୁଁ ତାଙ୍କୁ କହିବି ଥିଲି ଯେ ସେ କାହିଁକି ଠିକ୍ ଭାବରେ କିଛି ବୁଝିନାହାନ୍ତି, କିନ୍ତୁ ତାଙ୍କ କଥାରୁ ମୁଁ ସ୍ପଷ୍ଟ ଭାବରେ ବୁଝିପାରୁଥିଲି ଯେ ବର୍ତ୍ତମାନ ସେ କୌଣସି ଉପାୟରେ ମୋ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେଉନାହାନ୍ତି। ଏବଂ ଯେତେବେଳେ ମୁଁ ଏସବୁ ବୁଝିଗଲି ସେଥିପାଇଁ ମୁଁ ବିଚାର କଲି ଯେ ଏହା ମୋର ଭାଗ୍ୟରେ ଅଛି ଏବଂ ଏହି ବିବାହକୁ ହଁ କହିଲି। ମୁଁ ଏହା କରିଥିଲି କାରଣ ମୁଁ ମଧ୍ୟ କାହା ଉପରେ ବୋଝ ହେବାକୁ ଚାହୁଁନଥିଲି। କିଛି ଦିନ ମଧ୍ୟରେ ମୋର ଏବଂ ରଜତଙ୍କ ବିବାହ ବହୁତ ଆଡ଼ମ୍ବରରେ ହୋଇଗଲା ଏବଂ ମୁଁ ବିଦାୟ ନେଇ ମୋ ଶାଶୁ ଘରକୁ ଆସିଗଲି। ମୋ ବିବାହରେ ବହୁତ କମ୍ ଲୋକ ମଧ୍ୟ ଯୋଗ ଦେଇଥିଲେ। ମୁଁ ଏହାକୁ ମୋର ଭାଗ୍ୟ ବୋଲି ମାନିଲିନି ଏବଂ ନିଜକୁ ଏହିସବୁ ପାଇଁ ପ୍ରସ୍ତୁତ କରିନେଲି କି ଏହା ମୋର ଘର ଅଟେ ଓ ମୁଁ ଏଠାରେ ସବୁଦିନ ପାଇଁ ରହିବି ଏବଂ ରଜତଙ୍କ ସହ ମୋ ଜୀବନରେ ଏକ ଭଲ ଦିନ ଆରମ୍ଭ କରିବି। ବିବାହର ପ୍ରଥମ ରାତିରେ ମୁଁ ମୋ ରୁମ୍ରେ ରଜତକୁ ଅପେକ୍ଷା କରିଥିଲି। ମୁଁ ଭାବିଲି ଅନ୍ତତଃପକ୍ଷେ ଆଜି ମୁଁ ରଜତକୁ ତାଙ୍କ ଛାଡ଼ପତ୍ରର କାରଣ ପଚାରିବି। ତାପରେ ମୋ ରୁମ୍ର କବାଟ ଖୋଲିଲା ଏବଂ ମୁଁ ଟିକେ ଲାଜରେ ଭୟଭୀତ ହେଲି ଯେତେବେଳେ ମୁଁ ଓଢ଼ଣା ପଛରୁ ଟିକେ ବାହାରକୁ ଚାହିଁ ଦେଖିଲି ରଜତଙ୍କ ବଦଳରେ ମୋ ଶାଶୁ ମୋ ସାମ୍ନାରେ ଠିଆ ହୋଇଥିଲେ ଏବଂ ସେ ତୁରନ୍ତ ମୋ ପାଖକୁ ଚାଲି ଆସିଲେ ଏବଂ ମୋତେ କହିବାକୁ ଲାଗିଲେ, ସୁହାନା, ତୁମକୁ କହିବାକୁ ମୋର ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ମୁଁ କହିଲି, ହଁ ମା, କୁହ। ସେ କହିଲେ ଯେ ଆମ ଘରର ଏକ ପରମ୍ପରା ଅଛି ଯେ କୌଣସି ନୂଆ ବୋହୂ ଆମ ପରିବାରକୁ ଆସିବେ ସେ ତାଙ୍କ ମୁହଁକୁ ଓଢ଼ଣାରେ ଆବରଣ କରି ରଖିବେ। ମୁଁ ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲି କାରଣ ମୋର ଶ୍ୱଶୁରଙ୍କର ଦେହାନ୍ତ ବହୁ ବର୍ଷ ପୂର୍ବେ ହୋଇଯାଇଥିଲା ଏବଂ ମୋ ଶାଶୁଙ୍କ ବ୍ୟତୀତ ଘରେ ଅନ୍ୟ କେହି ଗୁରୁଜନ ନଥିଲେ ଯାହାଙ୍କୁ ମୁଁ ପରଦା କରିଥାନ୍ତି। କିନ୍ତୁ ମୋତେ ଲାଗିଲା ଯେ ବୋଧହୁଏ ମୋ ଶାଶୁ ପୁରୁଣା ଚିନ୍ତାଧାରାକୁ ବିଶ୍ୱାସ କରୁଛନ୍ତି ଏବଂ ସେଥିପାଇଁ ସେ ଏହିପରି କହୁଥିଲେ। ମୁଁ ମୁଣ୍ଡ ନୁଆଁଇ କହିଲି, ଠିକ୍ ଅଛି, ମୁଁ ସବୁବେଳେ ଓଢ଼ଣା ଆବରଣରେ ରଖିବି। କିନ୍ତୁ ତାପରେ ମୋ ଶାଶୁ କହିବା ଆରମ୍ଭ କଲେ, ବୋଧହୁଏ ତୁମେ ମୋ କଥାକୁ ସଠିକ୍ ଭାବରେ ବୁଝିନାହଁ। ମୁଁ ଯାହା କହିବାକୁ ଚାହୁଁଛି ତାହା ହେଉଛି ତୁମକୁ ସବୁବେଳେ ରଜତ ସାମ୍ନାରେ ଓଢ଼ଣା ଆବୃତ ହୋଇ ରହିବାକୁ ପଡ଼ିବ। ତୁମେ କେତେବେଳେ ବି ତା ସାମ୍ନାରେ ଓଢ଼ଣା ଖୋଲିବ ନାହିଁ। ତାଙ୍କର ଏହି କଥାରେ ମୁଁ ବହୁତ ଆଶ୍ଚର୍ଯ୍ୟଚକିତ ହେଲି ଯେ କୌଣସି ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ଓଢ଼ଣା ଆଢ଼ୁଆଳରେ କାହିଁକି ରହିବ। ମୁଁ ମଧ୍ୟ ତାଙ୍କୁ ପଚାରିଲି, ମା, ତୁମେ ଏ କ'ଣ କହୁଛ? ଏହା ଉପରେ ମୋ ଶାଶୁ କ୍ରୋଧରେ ମୋତେ କହିଲେ ଯେ ମୋ ସହ ଯୁକ୍ତି କରିବାକୁ କେବେ ବି ଚେଷ୍ଟା କରିବ ନାହିଁ, ନଚେତ୍ ତୁମ ପାଇଁ ଭଲ ହେବ ନାହିଁ। ମୁଁ ତୁମକୁ ଯେପରି କହିଲି ଚୁପଚାପ ସେପରି କରିଚାଲ ଏବଂ ରଜତ ସାମ୍ନାରେ କେବେ ବି ତୁମ ମୁହଁରୁ ଆବରଣ କାଢ଼ିବ ନାହିଁ, ଅନ୍ୟଥା ତୁମ ପାଇଁ ପରିଣାମ ଅତ୍ୟନ୍ତ ଖରାପ ହେବ ଏବଂ ସେହିଦିନ ତୁମର ଏହି ଘରେ ଶେଷ ଦିନ ହେବ। ମୋ ଶାଶୁଙ୍କ ଏହି ଧମକ ଯୋଗୁଁ ମୁଁ ଖରାପ ଭାବରେ ଥରିବାକୁ ଲାଗିଲି କାରଣ ଯଦି ମୋତେ ଏହି ଘରୁ ବାହାର କରିଦିଆଯାଏ ତେବେ ମୋର ଯିବାକୁ ସ୍ଥାନ ଅନ୍ୟ କୌଣସି ନାହିଁ। ମୁଁ ଶେଷରେ କୁଆଡ଼େ ଯିବି ଏବଂ ଯଦି ମୁଁ ପୁଣି ଛାଡ଼ପତ୍ର ପାଇଥାନ୍ତି ତେବେ ସମଗ୍ର ଦୁନିଆ ମୋତେ ହିଁ ଦାୟୀ କରିବ କାରଣ ପ୍ରଥମ ଛାଡ଼ପତ୍ର ପରେ ସମସ୍ତେ ମୋ ଭିତରେ ହିଁ ତ୍ରୁଟି ଖୋଜୁଥିଲେ। ସମସ୍ତେ ଏହା ଭାବୁଥିଲେ ଯେ ବୋଧହୁଏ ମୋର ପ୍ରକୃତି ଏପରି ଥିଲା ଯେ ମୁଁ ନିଜ ଜିଦ୍ରେ ମୋ ବୈବାହିକ ଜୀବନକୁ ନଷ୍ଟ କରିଦେଇଥିଲି ଯେତେବେଳେ ବାସ୍ତବତା ଅନ୍ୟ କିଛି ଥିଲା ଏବଂ ଯଦି ମୋର ବାରମ୍ବାର ଛାଡ଼ପତ୍ର ହୁଏ
ତେବେ ଏହା ଲୋକଙ୍କ ଆଖିରେ ସମ୍ପୂର୍ଣ୍ଣ ସତ୍ୟ ହୋଇଯିବ ଯେ ମୋ ଭିତରେ କିଛି ଭୁଲ ଅଛି, ଯେଉଁଥିପାଇଁ ଯିଏ ମୋତେ ବିବାହ କରୁଛି ସେ ମୋତେ ଛାଡ଼ପତ୍ର ଦେଇଥାଏ। ମୋ ଶାଶୁ ମୋତେ ଏସବୁ କହିବା ପରେ ରୁମ୍ ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ମୁଁ ମୋର ପିତାମାତାଙ୍କ କଥା ଭାବି କାନ୍ଦୁଥିଲି ଯେ ଯଦି ସେମାନେ ଆଜି ବଞ୍ଚିଥାନ୍ତେ ତେବେ ମୁଁ ନିଜକୁ ଏତେ ଅସହାୟ ଅନୁଭବ କରିନଥାନ୍ତି। ଅନ୍ତତଃ ପକ୍ଷେ ମୋ ବାପା ମୋ ପାଇଁ ଅନ୍ୟ କୌଣସି ସମ୍ପର୍କ ଦେଖିଥିଲେ ତାହା ବହୁତ ଭଲ ହୋଇଥାନ୍ତା। କିନ୍ତୁ ମୁଁ ପୁଣି ଥରେ ନିଜକୁ ନିଶ୍ଚିତ କରିଥିଲି ଯେ ଯଦି ମୋର ଆବରଣ ଲଗାଇବା ଦ୍ୱାରା ଘରେ ଶାନ୍ତି ବଜାୟ ରହେ ଏବଂ ମୋ ପାରିବାରିକ ଜୀବନ ଭଲରେ ଚାଲିଯିବ, ତେବେ ମୁଁ ଏହା ମଧ୍ୟ କରିବାକୁ ପ୍ରସ୍ତୁତ। କାରଣ ବର୍ତ୍ତମାନ ମୁଁ ଏହାଠାରୁ ଅଧିକ ସହ୍ୟ କରିବାକୁ ସାମର୍ଥ୍ୟ ନଥିଲି। ସେଥିପାଇଁ ମୁଁ ଏଥିରେ ମୋର ଖୁସିକୁ ବିବେଚନା କଲି। କିନ୍ତୁ ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଆସୁଥିଲା ଯେ ମୋ ଶାଶୁ କାହିଁକି ମୋ ସହିତ ଏହି ସର୍ତ୍ତ ରଖିଥିଲେ? ସେ ମୋତେ ମୋ ସ୍ୱାମୀଙ୍କ ସାମ୍ନାରେ ଆଚ୍ଛାଦନ କରିବାକୁ କାହିଁକି କହିଲେ? ଏହା ପଛରେ ତାଙ୍କର କାରଣ କ'ଣ ହୋଇପାରେ? ମୁଁ କେବଳ ଏହା ଚିନ୍ତା କରୁଥିଲି। ସେତେବେଳେ ରଜତ କୋଠରୀକୁ ଆସିଲେ ଏବଂ ଏହାପରେ ସେ ଆସି ମୋ ପାଖରେ ବସି କହିଲେ, ସୁହାନା, ତୁମେ ନିଶ୍ଚୟ ଥକି ଯାଇଥିବ। ଆରାମରେ ଲମ୍ବା ହୋଇ ଶୋଇଯାଅ। ଏହାପରେ ରଜତ ଚୁପଚାପ ମୋ କୋଡ଼ରେ ଶୋଇପଡ଼ିଲେ ଏବଂ ଗୋଟିଏ ପଟେ ମୁଁ ରଜତଙ୍କ ଏପରି ପ୍ରକୃତି ବୁଝିପାରିଲି ନାହିଁ ଯେ ସେ କ'ଣ ମୋ ପ୍ରତି ଆଗ୍ରହୀ ନଥିଲେ, ସେଥିପାଇଁ ସେ ମୋ ସହିତ ଏହିପରି କଥା ହୋଇଥିଲେ, କିମ୍ବା ସେ ମୋ ପାଇଁ ପ୍ରକୃତରେ ଚିନ୍ତିତ ଥିଲେ, ସେଥିପାଇଁ ସେ ମୋତେ ବିଶ୍ରାମ ନେବାକୁ କହିଥିଲେ। ଏବଂ ଅନ୍ୟପଟେ ମୋ ମନରେ ଓଢ଼ଣା ଆଚ୍ଛାଦିତ ଚିନ୍ତାଧାରା ଥିଲା। ମୁଁ ରଜତକୁ ବାରମ୍ବାର ଚାହିଁ ରହିଥିଲି ଯେ ମୁଁ ତାଙ୍କ ସାମ୍ନାରେ ଓଢ଼ଣା ଟାଣି କାହିଁକି ରଖିବି? କ'ଣ ରଜତ ମଧ୍ୟ ଏସବୁ ବିଷୟରେ ଜାଣନ୍ତି? ମୁଁ କିଛି ବୁଝିପାରିଲି ନାହିଁ। ମୋ ମନରେ ଏକା ସାଙ୍ଗରେ ଅନେକ ପ୍ରଶ୍ନ ଆସୁଥିଲା ଯେ ମୋ ମୁଣ୍ଡ ଯନ୍ତ୍ରଣା ସହ ଫାଟିଯିବାକୁ ଲାଗିଲା। ସେଥିପାଇଁ ମୁଁ ମଧ୍ୟ ଆରାମଦାୟକ ପୋଷାକ ପିନ୍ଧି ଚୁପଚାପ ଶୋଇଗଲି। ସକାଳେ ଯେତେବେଳେ ମୁଁ ଉଠିଲି, ରଜତ କୋଠରୀରେ ନଥିଲେ। ସତେଜ ହେବା ପରେ ମୁଁ ରୋଷେଇ ଘରକୁ ଗଲି ଏବଂ ମୋ ଶାଶୁଙ୍କୁ ପୂର୍ବରୁ ଜଳଖିଆ ପ୍ରସ୍ତୁତ କରିଥିବାର ଦେଖିଲି। ସେ ସଙ୍ଗେ ସଙ୍ଗେ ଯାଇ ତାଙ୍କ ପାଦ ଛୁଇଁଲି। ସେ ଏହା ଦେଖି ବହୁତ ଖୁସି ହୋଇଗଲେ ଯେ ମୁଁ ତାଙ୍କ ଆଦେଶ ମାନିଥିଲି ଏବଂ ମୋ ପଲୁରେ ମୋ ମୁହଁକୁ ପୂରା ଆଚ୍ଛାଦନ କରିଥିଲି। ସେ ମୋତେ ପ୍ରଶଂସା କରିବାକୁ ଲାଗିଲେ ଏବଂ କହିଲେ ଯେ ମୋ ବୋହୂ ବହୁତ ଭଲ, ଯିଏ ମୋ କଥା ମାନିଲା ଏବଂ ଏହିପରି ସବୁବେଳେ ମୋ କଥା ମାନିଲେ ସବୁକିଛି ଭଲ ଭାବରେ ଚାଲିବାକୁ ଲାଗିବ। ତାଙ୍କର ଏପରି ଶବ୍ଦ ମୋ ଭିତରେ ଅନେକ ଗୁଡ଼ିଏ ପ୍ରଶ୍ନ ସୃଷ୍ଟି କରୁଥିଲା। ତାପରେ ମୁଁ ତାଙ୍କୁ ପଚାରିଲି, ରଜତ କ'ଣ କେଉଁଆଡ଼େ ଯାଇଛନ୍ତି? ଏହି ବିଷୟରେ ମୋ ଶାଶୁ କହିଲେ ଯେ ତୁମେ ଜାଣ ନାହିଁ, ରଜତ ଏକ କୋଚିଂ ସେଣ୍ଟର ଚଲାଏ ଏବଂ ବାହାରେ ସେ ପିଲାମାନଙ୍କୁ ଶିକ୍ଷା ଦେଉଛି। ତାଙ୍କ ବ୍ୟାଚ୍ ସକାଳୁ ଆସିବା ଆରମ୍ଭ କରନ୍ତି ଏବଂ ସେ ଅନେକ ପିଲାଙ୍କୁ ରାତି ପର୍ଯ୍ୟନ୍ତ ଶିକ୍ଷା ଦିଏ। ମୁଁ କହିଲି, ଠିକ୍ ଅଛି, ଦିଅନ୍ତୁ, ମୁଁ ସେଠାକୁ ଯାଇ ତାଙ୍କୁ ଏହି ଜଳଖିଆ ଦେଇଦେବି। ମୋ ଶାଶୁ ଜଳଖିଆ ଟ୍ରେ ମୋ ହାତରେ ଦେଇଦେଲେ ଏବଂ ଏହା କହିଲେ, ସୁହାନା, ଓଢ଼ଣା ଦେବା କଥା ସବୁବେଳେ ମନେ ରଖିବ ଏବଂ ଏହାକୁ କେବେ ସ୍ୱପ୍ନରେ ବି ଭୁଲିବ ନାହିଁ। ମୁଁ ତାଙ୍କୁ କହିଲି, ଠିକ୍ ଅଛି ମା'। ଏହାପରେ ମୁଁ ହଲ୍ ଆଡ଼କୁ ଗଲି, ଯେଉଁଠାରେ ମୋ ସ୍ୱାମୀ ପିଲାମାନଙ୍କୁ ଟ୍ୟୁସନ୍ ଦେଉଥିଲେ। କିନ୍ତୁ ମୁଁ ସେଠାକୁ ଯିବାକୁ ବହୁତ ଲଜ୍ଜା ଅନୁଭବ କରୁଥିଲି। ଯଦି ମୁଁ ଏତେ ପିଲାଙ୍କ ଆଗରେ ଏକ ଆବରଣ ଲଗାଇ ଯାଇଥାନ୍ତି, ତେବେ ଜଣାନାହିଁ ସେମାନେ ମୋ ବିଷୟରେ କ'ଣ ଭାବିବେ। ମୁଁ ସେଠାରେ ଠିଆ ହୋଇ ଏହିସବୁ ଚିନ୍ତା କରୁଥିଲି ଯେତେବେଳେ ବୋଧହୁଏ ରଜତଙ୍କ ଆଖି ମୋ ଉପରେ ପଡ଼ିଗଲା ଏବଂ ସେ ନିଜେ ମୋ ପାଖକୁ ଆସି ମୋ ହାତରୁ ଜଳଖିଆ ଟ୍ରେ ନେଇ ଚୁପଚାପ ଫେରିଗଲେ। ଏହା ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହେଲି ଯେ ରଜତ ମୋତେ ଏକ ଆବରଣ ଦେଖିଲେ, କିନ୍ତୁ ସେ ମୋତେ କିଛି କହିଲେ ନାହିଁ। ଅର୍ଥାତ୍ ରଜତ ନିଜେ ମଧ୍ୟ ଚାହାନ୍ତି ଯେ ମୁଁ 24 ଘଣ୍ଟା ଓଢ଼ଣା ଟାଣି ଘରେ ରହେ। ବର୍ତ୍ତମାନ ମୁଁ ବୁଝିପାରିଲି ନାହିଁ ଯେ ମୋ ଶାଶୁଘର ଲୋକଙ୍କ ଏହା କିପରି ମାନସିକତା ଅଟେ। ଏତେ ଶିକ୍ଷିତ ହୋଇଥିଲେ ମଧ୍ୟ ଏହି ଲୋକମାନେ କେଉଁ ଶତାବ୍ଦୀରେ ବାସ କରୁଛନ୍ତି? ଯଦିଓ ମୋ ସ୍ୱାମୀ ଜଣେ ଶିକ୍ଷକ ଥିଲେ ଏବଂ ଜଣେ ଶିକ୍ଷକ ଯାହାଙ୍କ ନିଜର ଚିନ୍ତାଧାରା ଏମିତି, ସେ ପିଲାମାନଙ୍କୁ କ'ଣ ଶିକ୍ଷା ଦେଉଥିବେ?
ମୁଁ ମୋ ଜୀବନରେ କେବେ ବି କୌଣସି ଏପରି ଚିନ୍ତାଧାରା ବାଲା ଶିକ୍ଷକ ଦେଖି ନାହିଁ। ଧୀରେ ଧୀରେ ମୋର ଦିନଗୁଡ଼ିକ ଏହି ଘରେ ଏହିପରି ବିତିବାକୁ ଲାଗିଲା। ଯଦି ସେହି ଆବରଣରେ ରହିବା ଜିନିଷକୁ ହଟାଇ ଦିଆଯାଏ, ତେବେ ମୋ ଶାଶୁଙ୍କ ଆଚରଣ ମୋ ପ୍ରତି ବହୁତ ଭଲ ଥିଲା। ତେଣୁ ସେ ମୋତେ ପ୍ରତ୍ୟେକ ଘର କାମରେ ସାହାଯ୍ୟ କରୁଥିଲେ ଏବଂ କୌଣସି ବି କାର୍ଯ୍ୟର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ମୋ ଉପରେ ନ୍ୟସ୍ତ କରିନଥିଲେ। କେବଳ ଏହି ଗୋଟିଏ କଥା ଯାହା ମୋ ବୁଝାବଣା ଠାରୁ ଅଲଗା ଥିଲା। ଏବଂ ଅପରପକ୍ଷେ ରଜତ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଇଁ ଏକ ଅଜଣା ବ୍ୟକ୍ତି ଥିଲେ। ସେ ଦୁନିଆ ଆଖିରେ ତ ମୋ ସ୍ୱାମୀ ଥିଲେ, କିନ୍ତୁ ପ୍ରକୃତରେ ଆମ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସ୍ୱାମୀ ସ୍ତ୍ରୀ ସମ୍ପର୍କ ନଥିଲା। ମୋର ଏବଂ ତାଙ୍କ ମଧ୍ୟରେ କେବଳ କିଛି ଔପଚାରିକତା କଥା ହେଉଥିଲା। ଏହା ବ୍ୟତୀତ ସେ ମୋତେ ଆଉ କିଛି କହୁନଥିଲେ କିମ୍ବା ମୁଁ ତାଙ୍କୁ କିଛି କହୁନଥିଲି। କିନ୍ତୁ ମୋ ମନରେ ଏକ ପ୍ରଶ୍ନ ଘୂରି ବୁଲୁଥିଲା ଯେ ସର୍ବଶେଷରେ ରଜତ କାହିଁକି ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର କରିଥିଲେ। ସେଥିପାଇଁ ଦିନେ ମୁଁ ସାହସ ସଂଗ୍ରହ କରି ରଜତକୁ ଏହି ପ୍ରଶ୍ନ ପଚାରିଦେଲି। କିନ୍ତୁ ମୋର ପ୍ରଶ୍ନ ହେତୁ ରଜତଙ୍କ ଚେହେରାର ରଙ୍ଗ ଉଡ଼ିଯାଇଥିଲା ଏବଂ ସେ ବହୁତ ନର୍ଭସ୍ ହୋଇଗଲେ। ତାଙ୍କ ଭୟ ଦେଖି ମୁଁ ଭାବିବାକୁ ଲାଗିଲି ଯେ ବୋଧହୁଏ ଏହା ପଛରେ କିଛି ଗମ୍ଭୀର କାରଣ ଅଛି। କିନ୍ତୁ ତାପରେ ରଜତ ମୋତେ ପଚାରିଥିଲେ ଏବଂ ତୁମେ କାହିଁକି ଛାଡ଼ପତ୍ର ହୋଇଛି। ମୁଁ ତାଙ୍କୁ ଯାହା କିଛି ବି ମୋ ଉପରେ ମୋ ଅତୀତରେ ବିତିଥିବା ସ୍ପଷ୍ଟ ଭାବରେ କହିଦେଲି। ତାପରେ ରଜତ ମୋତେ ସାନ୍ତ୍ୱନା ଦେଇ କହିଲେ, ଯାହା ଘଟିଛି ଘଟି ସାରିଛି। ବର୍ତ୍ତମାନ ତୁମେ ଏହାକୁ ଭୁଲିଯାଅ ଏବଂ ମୋ ପାର୍ଶ୍ୱରୁ ତୁମେ ସବୁବେଳେ ନିରାପଦ ରୁହ। ମୋତେ ତୁମ ଉପରେ ପୂରା ବିଶ୍ୱାସ ଅଛି ଏବଂ ଏହି ଘରେ ତୁମର ସେମିତି ମଧ୍ୟ ଅଧିକାର ଅଛି ଯେତିକି ମୋର ଅଛି। ତୁମେ ମୋର ପତ୍ନୀ, ଯାହାର ଏହି ଘରେ ମୋ ଭଳି ସମାନ ସମ୍ମାନ ଅଛି। ରଜତଙ୍କ ଏହି ବକ୍ତବ୍ୟ ଯେ ତାଙ୍କ ଘରେ ମୋର ତାଙ୍କ ଭଳି ସମାନ ସ୍ଥିତି ଅଛି, ତେଣୁ ମୁଁ ବହୁତ ଖୁସି ହେଲି ଏବଂ ମୋର ସାହସ ଟିକେ ବଢ଼ିଗଲା। ମୁଁ ରଜତକୁ କହିଲି ଯେ ମୁଁ ଏକ ଚାକିରି କରିବାକୁ ଚାହୁଁଛି। ଏହା କହି ମୁଁ ଡରରେ ଚୁପ୍ ହୋଇଗଲି ଯେ ଜଣାନାହିଁ ବର୍ତ୍ତମାନ ରଜତ କ'ଣ କହିବେ। ବୋଧହୁଏ ସେ ମନା କରିପାରନ୍ତି, କିନ୍ତୁ ତାହା ଘଟିଲା ନାହିଁ। ରଜତ କହିଲେ, ଠିକ୍ ଅଛି, ତୁମର କାମ କରିବାରେ ମୋର କୌଣସି ଅସୁବିଧା ନାହିଁ। ମୁଁ କହିଲି, କିନ୍ତୁ ତୁମେ ଜାଣିଛ କି ମୁଁ କେଉଁ କାମ କରିବାକୁ ଚାହୁଁଛି। ଏହା ଉପରେ ରଜତ କହିଲେ, ମୁଁ ଜାଣେ ନାହିଁ ତୁମେ କେଉଁ ଡିଗ୍ରୀ ହାସଲ କରିଛ। ମୁଁ ରଜତକୁ କହିଲି ଯେ ପ୍ରକୃତରେ ମୁଁ ଓକିଲାତି ପାଠ୍ୟକ୍ରମ ସମାପ୍ତ କରିସାରିଛି ଏବଂ ବର୍ତ୍ତମାନ ମୁଁ ମୋର ଅଭ୍ୟାସ ଜାରି ରଖିବାକୁ ଚାହୁଁଛି। ରଜତ କହିଲେ, ଏହା ତ ବହୁତ ଭଲ କଥା। ତୁମେ ଯାହା ବି କରିବାକୁ ଚାହୁଁଛ ଆରାମରେ କରିପାରିବ। ମୁଁ କହିଲି, ହଁ, କିନ୍ତୁ ତୁମେ ଥରେ ଏ ବିଷୟରେ ମାଙ୍କ ସହିତ କଥା ହେବା ଉଚିତ ଏବଂ ତାଙ୍କୁ ମଧ୍ୟ ପଚାରିବା ଉଚିତ। ଏହା ଉପରେ ରଜତ କହିଲେ, ମୋତେ ଲାଗୁନାହିଁ ଯେ ମାଙ୍କର ମଧ୍ୟ ତୁମେ ଚାକିରି କରିବାରେ କୌଣସି ଅସୁବିଧା ହେବ। ସେ ମଧ୍ୟ କିଛି ଭାବିବେ ନାହିଁ। ସେ ତୁରନ୍ତ ମୋ ଶାଶୁଙ୍କୁ ଡାକି ମୋ ନିଷ୍ପତ୍ତି ବିଷୟରେ ତାଙ୍କୁ ଜଣାଇଲେ। ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ଶାଶୁ ମଧ୍ୟ ମୋତେ ସମର୍ଥନ କରିଥିଲେ। ସେ ପ୍ରକୃତରେ ମୋ ଚାକିରି କରିବା କଥା ଶୁଣି ଖୁସି ହେଉଥିଲେ ଏବଂ ମୁଁ ବୁଝିପାରୁନଥିଲି ଯେ ଏପର୍ଯ୍ୟନ୍ତ ମୁଁ ଯେଉଁ ଶାଶୁଙ୍କୁ ପୁରୁଣା ଜମାନାର ଚିନ୍ତାଧାରା ବୋଲି ଭାବିଥିଲି, ସେ ମୋତେ ଚାକିରି କରିବାକୁ ଖୁସି ଖୁସି ଅନୁମତି ଦେଇଥିଲେ। ଗୋଟିଏ ପଟେ ସେ ମୋତେ ପୂରା ଦିନ ମୁଣ୍ଡରେ ଓଢ଼ଣା ଆଚ୍ଛାଦିତ କରି ରହିବାକୁ କହୁଥିଲେ, ଯାହା ତାଙ୍କ ପୁରୁଣା ଜମାନାର ମାନସିକତା ସୂଚାଉଥିଲା ଏବଂ ଅପରପକ୍ଷେ ସେ ମୋତେ ଚାକିରି କରିବା ପାଇଁ ଅନୁମତି ଦେଇଥିଲେ, ଯାହା ତାଙ୍କ ଆଧୁନିକ ଚିନ୍ତାଧାରାକୁ ଦର୍ଶାଉଥିଲା। ମୁଁ ଏହି ଘରେ କ'ଣ ସବୁ ଘଟୁଛି, ଏହି ପ୍ରକାର ଚିନ୍ତାଧାରା ବିଷୟରେ ମୁଁ ଅତ୍ୟଧିକ ଦ୍ୱନ୍ଦ୍ୱରେ ପଡ଼ିଥିଲି। ପରେ ମୁଁ ମୋ ଶାଶୁଙ୍କୁ କହିଲି, ଯଦି ମୁଁ ବାହାରେ କାମ କରେ, ମୁଁ ବାହାରେ ଆବରଣ ପିନ୍ଧି ପାରିବି ନାହିଁ। ତେବେ ମୋ ଶାଶୁ କହିଲେ ଯେ ମୁଁ ତୁମକୁ ଘର ବାହାରେ ଓଢ଼ଣା ପିନ୍ଧିବାକୁ କହିନାହିଁ। ଓଢ଼ଣା ତ ତୁମକୁ କେବଳ ଘର ଭିତରେ ଟାଣିବାକୁ ପଡ଼ିବ। ତାଙ୍କର ଏହି ବିବୃତ୍ତି ଦ୍ୱାରା ମୁଁ ବହୁତ ବିସ୍ମିତ ହୋଇଥିଲି। ଛାଡ଼, ମୁଁ ମୋର କାମ ଆରମ୍ଭ କରିଥିଲି ଏବଂ ମୋ ଶାଶୁ ମୋତେ ପ୍ରତ୍ୟେକ ଘର କାମରେ ସାହାଯ୍ୟ କରୁଥିଲେ, ଯେଉଁଥିପାଇଁ ମୁଁ ଚାକିରି ସହିତ ଘର ପରିଚାଳନାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲି। କିନ୍ତୁ ଏହି ସବୁ ଦିନ ମଧ୍ୟରେ ମୁଁ ଗୋଟିଏ ଜିନିଷ ହୃଦୟଙ୍ଗମ କଲି, ଯାହା ମୁଁ ଲକ୍ଷ୍ୟ କଲି ଯେ ମୋ ସ୍ୱାମୀ କୌଣସି ସ୍ଥାନକୁ ଘରୁ ବାହାରକୁ ଯାଇନାହାନ୍ତି।
ଏହା ବ୍ୟତୀତ ମୁଁ ତାଙ୍କୁ କେବଳ ତାଙ୍କ କୋଚିଂରେ ପୁଅମାନଙ୍କୁ ଶିକ୍ଷା ଦେଉଥିବାର ଦେଖିଲି। ଯଦିଓ ସମସ୍ତେ ମୋ ସ୍ୱାମୀଙ୍କୁ ବହୁତ ପ୍ରଶଂସା କରୁଥିଲେ। ସମସ୍ତେ କହୁଥିଲେ ଯେ ସେ ପିଲାମାନଙ୍କୁ ବହୁତ ଭଲ ଶିକ୍ଷା ଦିଏ। କିନ୍ତୁ ମୁଁ ଭାବୁଥିଲି ଯଦି ସେ ଏତେ ଭଲ ଶିକ୍ଷା ଦିଅନ୍ତି ତାହେଲେ ତାଙ୍କ ଛାତ୍ରମାନେ କେବଳ ପୁଅ ହିଁ କାହିଁକି ଥିଲେ ଏବଂ ଝିଅ ନଥିଲେ କାହିଁକି? କ'ଣ କୌଣସି ଝିଅ ମୋ ସ୍ୱାମୀଙ୍କ ପାଖରେ ପଢ଼ିବାକୁ ଚାହୁଁନଥିଲେ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୋତେ ମିଳିପାରୁନାହିଁ। ଏବଂ ଆଜି ଯାହା ବି କିଛି ହେଲା ତାହା ତ ମୋ ସାମ୍ନାରେ ପ୍ରଶ୍ନର ପାହାଡ଼ ମୋ ସାମ୍ନାରେ ଠିଆ ହୋଇଥିଲା। ମୁଁ ଭାବିପାରୁନଥିଲି ଯେ ମୋ ସ୍ୱାମୀ ଯିଏ ଆଜି ପର୍ଯ୍ୟନ୍ତ ମୋ ସହ ସେସବୁ କରିନଥିଲେ ସେ ମୋ ସାଙ୍ଗ ସହ ସେସବୁ କରିବେ। କ'ଣ ମୋ ସ୍ୱାମୀ ବାସ୍ତବରେ ସେପରି ପୁରୁଷ ଥିଲେ ଯିଏ ଝିଅମାନଙ୍କ ପ୍ରତି ଖରାପ ମନୋଭାବ ରଖିଥିଲେ? ପୁଣି କେବେ ସେ ମୋ ସହ କ'ଣ ପାଇଁ ସେପରି ବ୍ୟବହାର କରିନଥିଲେ? କ'ଣ ସେ ମୋ ସାମ୍ନାରେ ଭଲ ହେବାର ନାଟକ କରୁଥିଲେ? ମୁଁ ମୋ ସାଙ୍ଗକୁ ତୁରନ୍ତ ଫୋନ୍ ଲଗାଇଲି କିନ୍ତୁ ସେ ମୋ ଫୋନ୍ ଥରେ ହେଲେ ବି ରିସିଭ୍ କଲା ନାହିଁ। ମୁଁ ବୁଝିଗଲି କି ତା'ର ଅବସ୍ଥା କ'ଣ ଥିବ। ସେ ବିଚାର ଉପରେ ଜଣା ନାହିଁ ଏହି ସମୟରେ କ'ଣ ବିତୁଥିବ। ସେଥିପାଇଁ ସେ ମୋ କଲ୍ ଉଠାଉ ନାହିଁ। କିଛି ସମୟ ପରେ ତଳ ମହଲାରେ ମୋ ଶାଶୁଙ୍କ ସ୍ୱର ଶୁଭିବାକୁ ଲାଗିଲା। ମୁଁ ତୁରନ୍ତ ଦୌଡ଼ିକି ତାଙ୍କ ପାଖକୁ ଗଲି ଏବଂ ତାଙ୍କ ସାମ୍ନାରେ ପୁରା କାହାଣୀ କହିଲି। ଏହା ଶୁଣି ମୋ ଶାଶୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ମୋତେ ପାଟି କରିବାକୁ ଲାଗିଲେ ଯେ ତୁମେ ତୁମର ବନ୍ଧୁଙ୍କୁ ରଜତକୁ ଭେଟିବାକୁ କାହିଁକି ପଠାଇଲ? ମୁଁ କହିଲି ଯେ ସେ ରଜତକୁ ଦେଖିବାକୁ ହିଁ ଆସିଥିଲା। ଏହି ବିଷୟରେ ମୋ ଶାଶୁ କହିଲେ ଯେ ଏହା ମୋର ହିଁ ଦୋଷ ଥିଲା। ମୁଁ ତୁମକୁ ଓଢ଼ଣା ଟାଣି ରହିବାକୁ କହିଥିଲି କିନ୍ତୁ ମୁଁ ତୁମକୁ କହିବାକୁ ଭୁଲିଗଲି ଯେ ତୁମେ କୌଣସି ଝିଅକୁ କେବେ ବି ରଜତକୁ ଭେଟିବାକୁ ଦେବ ନାହିଁ। ମୁଁ ତାଙ୍କୁ କହିଲି କିନ୍ତୁ ଏହାର କାରଣ କ'ଣ? ତାପରେ ମୋ ଶାଶୁ ମୋତେ ପାଟି କରି କହିଲେ ମୋତେ କୌଣସି ପ୍ରଶ୍ନ ପଚାର ନାହିଁ ପରନ୍ତୁ ମୁଁ ତୁମକୁ ଯେପରି କହିଲି ଚୁପଚାପ ତାହା କର। ଆଜି ପରେ ଯଦି କୌଣସି ବି ଝିଅ ଆମ ଘରକୁ ଆସେ ତେବେ ତାକୁ ଆଦୌ ରଜତ ସହିତ ଭେଟିବାକୁ ଦେବ ନାହିଁ କିନ୍ତୁ ସଙ୍ଗେ ସଙ୍ଗେ ତାଙ୍କୁ ଘରୁ ବାହାର କରିଦେବ। ଏହା କହି ମୋ ଶାଶୁ ତାଙ୍କ କୋଠରୀକୁ ଚାଲିଗଲେ। ମୁଁ ମୋ ମୁଣ୍ଡରେ ହାତ ରଖି ସେଠାରେ ବସିଗଲି। ମୁଁ ତ ବୁଝିପାରିଲି ନାହିଁ ଯେ ଏହି ଘରେ କ'ଣ ସବୁ ଘଟୁଛି। କ'ଣ ମୋ ସ୍ୱାମୀ ଏପରି ଜଣେ ବ୍ୟକ୍ତି ଯିଏ ଝିଅକୁ ଦେଖିବା ପରେ ନିଜର ନିୟନ୍ତ୍ରଣ ହରାଇଥାଏ ଏବଂ ତାପରେ ସେସବୁ କରିବାକୁ ଚେଷ୍ଟା କରେ। ଏହାର ଅର୍ଥ ହେଉଛି ମୋ ସ୍ୱାମୀ ଭଲ ଚରିତ୍ରରେ ନୁହନ୍ତି। ଏବେ ତ ମୋତେ ରଜତଙ୍କ ଉପରେ ବହୁତ ରାଗ ଆସିଗଲା। ସେଦିନ ପରେ ମୁଁ ରଜତଙ୍କ ସହ ଆହୁରି କମ୍ କଥା ହେବା ଆରମ୍ଭ କଲି କିନ୍ତୁ ବର୍ତ୍ତମାନ ଅନେକ କଥାରେ ରହସ୍ୟ ବଢ଼ୁଥିଲା ଯେଉଁଥିପାଇଁ ମୁଁ ବହୁତ ଚିନ୍ତିତ ହୋଇପଡ଼ିଥିଲି ଏବଂ ମୁଁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଯେକୌଣସି ପରିସ୍ଥିତିରେ ଜାଣିବାକୁ ଚାହୁଁଥିଲି କିନ୍ତୁ ସେଠାରେ କିଏ ଥିଲେ ଯିଏ ମୋତେ ଏହିସବୁ ଜିନିଷ ବିଷୟରେ କହିପାରିବେ ଏବଂ କିଏ ମୋର ଏହିସବୁ ଦ୍ୱନ୍ଦ୍ୱକୁ ସମାଧାନ କରିପାରିବ? କାରଣ ମୋ ଶାଶୁ ମୋତେ କିଛି କହିବାକୁ ପ୍ରସ୍ତୁତ ନଥିଲେ ଏବଂ ରଜତ ମଧ୍ୟ ମୋର କଥାକୁ ଏଡ଼ାଇ ଯାଉଥିଲେ। ଏବେ ମୋତେ ଲାଗିଲା ଯେ ବୋଧହୁଏ ରଜତର ଚରିତ୍ର ଠିକ୍ ନୁହଁ ଏବଂ ଏହି କାରଣରୁ ତାଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଥିବେ ଏବଂ ସେଥିପାଇଁ ମୁଁ ଯେତେବେଳେ ତାଙ୍କୁ ସେଦିନ ତାଙ୍କ ଛାଡ଼ପତ୍ର ବିଷୟରେ ପ୍ରଶ୍ନ ପଚାରିଲି ସେ ମୋତେ ଏ ବିଷୟରେ କୌଣସି ସୂଚନା ଦେଲେ ନାହିଁ। ଦିନେ ସନ୍ଧ୍ୟା ସମୟରେ ଜଣେ ମହିଳା ତାଙ୍କ ଝିଅକୁ ନେଇ ଆମ ଘରକୁ ଆସିଲେ ଏବଂ ସେ ମୋତେ ଅନୁରୋଧ କରିବାକୁ ଲାଗିଲେ ଯେ ସେ ମୋ ସ୍ୱାମୀଙ୍କ ବିଷୟରେ ବହୁତ ପ୍ରଶଂସା ଶୁଣିଛନ୍ତି ଯେ ସେ ବଡ଼ ପିଲାମାନଙ୍କୁ ବହୁତ ଭଲ ଶିକ୍ଷା ଦିଅନ୍ତି କିନ୍ତୁ ସେ ଝିଅମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ। ଯଦିଓ ମୁଁ ମୋ ଝିଅକୁ ବହୁତ ସାରା ଶିକ୍ଷକଙ୍କ ପାଖରେ ପଢ଼ାଉଥିଲି କିନ୍ତୁ କୌଣସି ଭଲ ଟ୍ୟୁସନ୍ ଶିକ୍ଷକ ଖୋଜିବାରେ ସକ୍ଷମ ହେଲି ନାହିଁ ଏବଂ ତାଙ୍କ ଝିଅ ମୋ ସ୍ୱାମୀଙ୍କ ଠାରୁ ଯେକୌଣସି ପରିସ୍ଥିତିରେ ଅଧ୍ୟୟନ କରିବାକୁ ଚାହାନ୍ତି। ତାଙ୍କ ଝିଅ କହିଲା ଯେ ମୋ ଶ୍ରେଣୀର ସମସ୍ତ ପୁଅ ରଜତ ସାରଙ୍କ ପାଖରେ ପଢ଼ନ୍ତି ଏବଂ ସେମାନଙ୍କର ବହୁତ ଭଲ ମାର୍କ ରହୁଛି। ସେଥିପାଇଁ ମୋତେ ମଧ୍ୟ ସମସ୍ତ ପରିସ୍ଥିତିରେ ରଜତ ସାରଙ୍କ ପାଖରେ ପଢ଼ିବାକୁ ଅଛି। ମ୍ୟାଡ଼ାମ୍ ଦୟାକରି ମୋତେ କୁହନ୍ତୁ ରଜତ ସାର କାହିଁକି ଝିଅମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ? ସେ ଝିଅର ପ୍ରଶ୍ନର ତ ମୋ ପାଖରେ ମଧ୍ୟ ନଥିଲା ଏବଂ ମୁଁ ନିଜେ ଏହି ପ୍ରଶ୍ନର ଉତ୍ତର ଜାଣେ ନାହିଁ ଏବଂ କେତେ ଦିନ ହେବ ଏହା ଜାଣିବାକୁ ଚାହୁଁଛି। ମୁଁ ତାଙ୍କୁ କହିଲି ଯେ ମୁଁ ଏହା ମଧ୍ୟ ଜାଣେ ନାହିଁ
ଏହା ଉପରେ ସେ କହିଲେ, କିନ୍ତୁ ମୁଁ ପ୍ରଥମ ଝିଅ ହୋଇ ରହିବି ଯାହାକୁ ରଜତ ସାର୍ ପଢ଼ାଇବେ। ଏହାପରେ ସେ କହିଲେ ଯେ ମୁଁ ରଜତ ସାର୍ଙ୍କୁ ଭେଟିବାକୁ ଚାହେଁ। ତାଙ୍କର ଏହି କଥା ଶୁଣି ମୋତେ ମୋର ଶାଶୁଙ୍କ କଥା ମନେ ପଡ଼ିଗଲା ଯେ କୌଣସି ବି ଝିଅ କେବେ ବି ରଜତକୁ ଭେଟିବା ଉଚିତ ନୁହଁ। ମୁଁ ତାଙ୍କୁ କହିଲି ଯେ ସେ କାହାକୁ ଭେଟନ୍ତି ନାହିଁ, କିନ୍ତୁ ଉଭୟ ମା ଏବଂ ଝିଅ ଅତ୍ୟନ୍ତ ଜିଦଖୋର ଥିଲେ ଏବଂ ସେ ମୋ ସହ ଯୁକ୍ତିତର୍କ କରିବାକୁ ଲାଗିଲେ ଯେ ତୁମେ ଥରେ ଆମକୁ ଭେଟିବା ପାଇଁ ତ ଦିଅ, ଆମେ ତାଙ୍କୁ ଯେକୌଣସି ପରିସ୍ଥିତିରେ ରାଜି କରାଇବୁ, ଯେ ସେ ଯେତେ ଫିସ୍ ମାଗିବେ ଆମେ ତାଙ୍କୁ ଦେବୁ। ମୁଁ ତାଙ୍କୁ ବୁଝେଇବା ପାଇଁ ବହୁ ଚେଷ୍ଟା କଲି, କିନ୍ତୁ ସେ ମୋ କଥାରେ ରାଜି ହେବାକୁ ପ୍ରସ୍ତୁତ ନଥିଲେ। ସେତେବେଳେ ମୋ ଶାଶୁ ଘରେ ନଥିଲେ, ନଚେତ୍ ତାଙ୍କୁ ବୁଝେଇବା ପାଇଁ ମୁଁ ମୋ ଶାଶୁଙ୍କୁ ଡାକିଥାନ୍ତି। ଏବେ ମୋର ସେମାନଙ୍କ ସହ କଥାବାର୍ତ୍ତା ଚାଲିଥିଲା। ହଠାତ୍ ସେହି ଝିଅଟି ହଲ୍ ଭିତରକୁ ଦୌଡ଼ି ଚାଲିଗଲା, ଯେଉଁଠାରେ ରଜତ ସମସ୍ତ ପିଲାଙ୍କୁ ଶିକ୍ଷା ଦେଉଥିଲେ ଏବଂ ମୁଁ ତାଙ୍କୁ ସେଠାକୁ ଯିବାକୁ ଅଟକାଇବା ପୂର୍ବରୁ ହଠାତ୍ ଝିଅର ଚିତ୍କାର ଶୁଭିବାକୁ ଲାଗିଲା ଏବଂ ସେ ନିଜେ ଫେରିବା ମାତ୍ରେ ଆସି ତା ମାଆକୁ ଆଲିଙ୍ଗନ କଲା। ଭିତର ହଲ୍ରୁ ମଧ୍ୟ ବହୁତ ଜୋରରେ ଶବ୍ଦ ଆସୁଥିଲା। ସମସ୍ତ ପିଲାମାନଙ୍କ କୋଳାହଳ ବହୁତ ଜୋରରେ ଗୁଞ୍ଜରଣ ହେଉଥିଲା। ମୁଁ ଯେତେବେଳେ ଓଢ଼ଣା ଖୋଲି ସେଠାକାର ଦୃଶ୍ୟ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଜି ମୁଁ ପୁନର୍ବାର ରଜତକୁ ସେହିପରି ଅବସ୍ଥାରେ ଦେଖିଲି, ଯାହା ମୁଁ ନିହାରିକା ଆସିବା ବେଳେ ଦେଖିଥିଲି। ଏହା ଦେଖି ତ ମୋ ମସ୍ତିଷ୍କ ଘୂରିବାକୁ ଲାଗିଲା ଯେ ରଜତ ଏତେ ପିଲାଙ୍କ ସାମ୍ନାରେ ଏହା କରିବା ବେଳେ ସାମାନ୍ୟ ମଧ୍ୟ ଲଜ୍ଜା ଅନୁଭବ କରିନଥିଲେ। ବିଚରା ସମସ୍ତ ପିଲାମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ସେମାନଙ୍କ ପାଠପଢ଼ା ଛାଡ଼ି ଦୌଡ଼ି ପଳାଇଲେ। 2-3 ମିନିଟ୍ ମଧ୍ୟରେ ପୁରା ହଲ୍ ଖାଲି ହୋଇଗଲା। ସେ ଝିଅ ଏବେ ବି କାନ୍ଦୁଥିଲା ଏବଂ ତା ମା ତାକୁ ଯେତେବେଳେ ଏ ବିଷୟରେ ପଚାରିଲା ଏବଂ ଯାହା କିଛି ସେ ତା ମାଆଙ୍କୁ କହିଲା, ତାହା ଶୁଣି ତାଙ୍କ ମାଆଙ୍କ ଚେହେରା କ୍ରୋଧରେ ଲାଲ ହୋଇଗଲା। ମୁଁ ଜାଣିନଥିଲି ଯେ ଏହି ଶିକ୍ଷକ ଏପରି ଅବନତିଗ୍ରସ୍ତ ବ୍ୟକ୍ତି ହୋଇଥିବେ। ମୁଁ ତାଙ୍କୁ ଛାଡ଼ିବି ନାହିଁ। ସେ ମୋ ଝିଅ ପ୍ରତି ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ନିଶ୍ଚିତ ଦଣ୍ଡିତ କରିବି। ସେ ସେଠାରୁ ଚାଲିଗଲେ। ସବୁକିଛି ଏତେ ଜଟିଳ ଲାଗୁଥିଲା ଯେ ମୁଁ କିଛି ବୁଝିପାରିଲି ନାହିଁ। ମୋ ଶାଶୁଙ୍କ ଆସିବା ପରେ ଯେତେବେଳେ ସେ ଏସବୁ ବିଷୟରେ ଜାଣିଲେ, ସେ ପୁନର୍ବାର ମୋତେ ହିଁ ଦୋଷ ଦେଲେ ଏବଂ ମୋତେ ବହୁତ ସାରା ଗାଳି ଶୁଣାଇଲେ। ତାପରେ ଉକ୍ତ ମା ଏବଂ ଝିଅ ସାଙ୍ଗରେ ପୋଲିସକୁ ନେଇ ଆସିଥିଲେ ଏବଂ ପୋଲିସ ରଜତକୁ ଧରି ନେଇଗଲେ। ଯେ କୌଣସି ପ୍ରକାରେ 2 ଦିନ ପରେ ମୁଁ ପୁରା ମାମଲାକୁ ସମାଧାନ କରାଇଲି। ମୋ ଶାଶୁ ମଧ୍ୟ ସେ ମୋ ଝିଅଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ। କିନ୍ତୁ ଏବେ ରଜତଙ୍କ ବହୁତ ସାରା ବଦନାମୀ ହୋଇସାରିଥିଲା, ଯାହା ଫଳରେ ରଜତ ବହୁତ ଉଦାସ ଦେଖାଯାଉଥିଲେ। ଘରକୁ ଫେରିବା ପରେ ଯେତେବେଳେ ମୋ ଶାଶୁ ମୋ ଉପରେ ଚିଲାଇବାକୁ ଲାଗିଲେ ଯେ ଏସବୁ ମୋ ହେତୁ ଘଟୁଛି, ଯଦି ମୁଁ ତାଙ୍କ କଥାର ସଠିକ୍ ଯତ୍ନ ନେଇଥାନ୍ତି ତେବେ ଆଜି ଏସବୁ ହୋଇନଥାନ୍ତା। ମୁଁ ମଧ୍ୟ ମୋର କ୍ରୋଧକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ ମୁଁ କହିଲି ଯେ ଯେତେବେଳେ ତୁମର ପୁଅ ଏହିପରି, ତେବେ ତୁମେ ମୋତେ କାହିଁକି ଦୋଷ ଦେଉଛ? ବରଂ ତୁମେ ତୁମ ପୁଅକୁ ବୁଝାଇବା ଉଚିତ। ମୁଁ ଜାଣିନଥିଲି ଯେ ମୋ ସ୍ୱାମୀ ଜଣେ ଚରିତ୍ରହୀନ ବ୍ୟକ୍ତି ଏବଂ ସେ ଜଣେ ଶିକ୍ଷକ ହୋଇ ମଧ୍ୟ ଯିଏ ଏପରି କାର୍ଯ୍ୟ କରୁଛି। ଏତିକି କହିବା ପରେ ଯେତେବେଳେ ମୁଁ କିଛି କ୍ଷଣ ମୋ ନଜର ରଜତଙ୍କ ଉପରେ ପକାଇଲି ତ ସେ ବହୁତ ଜୋରରେ କାନ୍ଦୁଥିଲେ ଏବଂ କାନ୍ଦି କାନ୍ଦି ତାଙ୍କ ରୁମ୍କୁ ଚାଲିଗଲେ। ଏହା ଦେଖି ମୁଁ ବୁଝିପାରିଲି ନାହିଁ ଯେ ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟକଳାପ କରୁଛନ୍ତି ସେ କିପରି ଏମିତି କାନ୍ଦିପାରୁଛି। ସର୍ବଶେଷରେ ଏ ମାମଲା କ'ଣ ଥିଲା? ମୁଁ ମୋ ଶାଶୁଙ୍କୁ କହିଲି, ବର୍ତ୍ତମାନ ଅନ୍ତତଃପକ୍ଷେ ତୁମେ ମୋତେ କୁହ ଯେ ମୋର ଓଢ଼ଣାରେ ଆଚ୍ଛାଦିତ ହୋଇ ରହିବା ପଛରେ ଏବଂ ରଜତକୁ କୌଣସି ଝିଅକୁ ଭେଟିବାକୁ ନ ଦେବା ପଛରେ କାରଣ କ'ଣ? ତାପରେ ମୋ ଶାଶୁ ଯାହା କିଛି କହିଲେ ତାହା ଶୁଣିବା ପରେ ମୋ ହୋସ୍ ଉଡ଼ିଗଲା। ସେ କହିଲେ ଯେ ବାସ୍ତବରେ ରଜତ ହଷ୍ଟେଲରେ ରହି ଅଧ୍ୟୟନ କରୁଥିଲା। ସେଠାରେ ଥିବା କିଛି ବାଳକ ତାଙ୍କୁ ଖରାପ ଭାବରେ ରେଗିଂ କରିଥିଲେ। ରଜତ ଆରମ୍ଭରୁ ସିଧାସାଧା ସ୍ୱଭାବର ପିଲା ଥିଲା, ଯାହା ଫଳରେ ସେ କାହାକୁ କିଛି କହିପାରିଲା ନାହିଁ କିମ୍ବା ଏହାର ବିରୋଧ କରିପାରିଲା ନାହିଁ। ସେହି ପିଲାମାନେ ତା ସହ ଏପରି ରେଗିଂ କରୁଥିଲେ ଯେ ତୁମରୁ ମୋ ଟାଙ୍କୁରି ଉଠିବ। ତାକୁ କୁହାଯାଇଥିଲା ଯେ ଯେବେ ବି ସେ ଏକ ସୁନ୍ଦର ମହିଳାଙ୍କୁ ଭେଟିବ ସେ ପ୍ୟାଣ୍ଟ ଖୋଲି ତାଙ୍କ ସାମ୍ନାରେ ଠିଆ ହେବ ଏବଂ ଯଦି ସେ ତାହା ନ କରେ
ତେବେ ସେମାନେ ତା ସହ କିଛି ଏପରି କରିବେ ଯାହା ଫଳରେ ତାଙ୍କୁ ସବୁଦିନ ପାଇଁ ସେହି କଲେଜ ଛାଡ଼ିବାକୁ ପଡ଼ିବ ଏବଂ ନଚେତ୍ ସେମାନେ ତାକୁ କୌଣସି ପ୍ରକାରର ଭୁଲ ବୋଲି ଅଭିହିତ କରି ଫସାଇ ଦେବେ, ଯେଉଁଥିପାଇଁ ରଜତ ବହୁତ ଭୟଭୀତ ହୋଇଯାଇଥିଲା ଏବଂ ତାପରେ ସେ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁକିଛି କରିବା ଆରମ୍ଭ କଲା। କିନ୍ତୁ ଯେତେବେଳେ ସେ ଦୀର୍ଘ ସମୟ ଧରି ଏସବୁ କରିବା ଜାରି ରଖିଲା, ଝିଅମାନେ ତାର ଏହି କାର୍ଯ୍ୟକଳାପରେ ଭୟଭୀତ ହୋଇ ତାକୁ ଘୃଣା କରୁଥିଲେ। ସେତେବେଳେ ଏହା ତା ମନରେ ବହୁତ ଖରାପ ପ୍ରଭାବ ପକାଇଲା। ଏସବୁ ଦ୍ୱାରା ତାକୁ ପ୍ରଗାଢ଼ ମାନସିକ ଧକ୍କା ଲାଗିଥିଲା ଏବଂ ସେହି ଦିନଠାରୁ ତାର ଅବସ୍ଥା ଏହିପରି ହୋଇଗଲା ଯେ ଯେତେବେଳେ ସେ କୌଣସି ଝିଅକୁ ଦେଖିଥାଏ ସେତେବେଳେ ସେ ସ୍ୱୟଂ ଚାଳିତ ଭାବରେ ଏହିପରି କାର୍ଯ୍ୟ କରେ। କିନ୍ତୁ ତା ସହିତ ହୋଇଥିବା ଏହି ଘଟଣା ତାର ମନେ ପଡ଼ିଲେ ସେ ଭୟଭୀତ ହୋଇ ନିଶ୍ୱାସ ତେଜ ହେବା ଆରମ୍ଭ କରେ। ତା ସାମ୍ନାରେ ଅତୀତରେ ଯାହା ସବୁ ଘଟିଥିଲା ବୁଲିବା ଆରମ୍ଭ କରେ ଏବଂ ସେହି ସମୟରେ ସେ ତାର ମାନସିକ ସନ୍ତୁଳନ ସମ୍ପୂର୍ଣ୍ଣ ରୂପେ ହରାଇ ବସେ। ସେଥିପାଇଁ ରଜତ ବାହାରକୁ ଯାଇ କୌଣସି କାମ କରେ ନାହିଁ। ମୋ ଶାଶୁ କହିଲେ ଏହି କାରଣରୁ ମୋର ପ୍ରଥମ ବୋହୂ ମଧ୍ୟ ରଜତକୁ ଛାଡ଼ପତ୍ର ଦେଇଥିଲେ। ମୁଁ ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲି ଯେ ମୋ ପୁଅ ମଧ୍ୟରେ କୌଣସି ଦୋଷ ନାହିଁ, କିନ୍ତୁ ସେ ମୋତେ ବିଶ୍ୱାସ କରିନଥିଲେ ଏବଂ ମୋ ପୁଅକୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ମୁଁ ମୋ ପୁଅକୁ ସାରା ଜୀବନ ଏକୁଟିଆ ବିତାଉଥିବାର ଦେଖିପାରିବି ନାହିଁ। ସେଥିପାଇଁ ମୁଁ ତାକୁ ତୁମ ସହିତ ବିବାହ କରାଇଥିଲି। ସେଥିପାଇଁ ଏହି ବାଟ ବାହାର କଲି ଯେ ମୁଁ ସର୍ବଦା ତୁମକୁ ଆବରଣୀ ରହିବାକୁ କହିବି, ଯାହାଦ୍ୱାରା ତୁମେ ରଜତର ଏପରି କୌଣସି ରୂପ ଦେଖିବ ନାହିଁ ଏବଂ ମୋ ପୁଅର ବିବାହିତ ଜୀବନ ସୁରୁଖୁରୁରେ ଚାଲିବ। କିନ୍ତୁ ମୋର ସର୍ବଶ୍ରେଷ୍ଠ ପ୍ରୟାସ ସତ୍ତ୍ୱେ ଏହା ହୋଇପାରିଲା ନାହିଁ। ଏହା କହିବା ପରେ ମୋ ଶାଶୁ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ମୁଁ ମୋ ଶାଶୁଙ୍କୁ ସାନ୍ତ୍ୱନା କରାଇଲି। ଏବେ ମୁଁ ବୁଝିପାରୁଥିଲି ଯେ ଜଣେ ମା ତାଙ୍କ ପିଲା ପାଇଁ କେତେ କ'ଣ କରିପାରେ। ମୋ ଶାଶୁ ମୋ ସାମ୍ନାରେ ହାତ ଯୋଡ଼ି କହିଲେ ଯେ ସୁହାନା, ମୋ ପୁଅକୁ ଛାଡ଼ି ଯିବ ନାହିଁ। ଏହି ବୃଦ୍ଧା ଅବସ୍ଥାରେ ମୁଁ ଏହାଠାରୁ ଅଧିକ ଯନ୍ତ୍ରଣା ସହିପାରିବି ନାହିଁ। ମୁଁ ଚାହୁଁନାହିଁ ଯେ ମୋ ମୃତ୍ୟୁ ପରେ ମୋ ପୁଅ ଏକାକୀ ରହିଯାଉ। ମୋ ପୁଅକୁ ବୁଝିବାକୁ ଚେଷ୍ଟା କର। ସେ ଯାହା ବି କରୁଛି ସେ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବରେ କରୁନାହିଁ। ସେ ଜଣେ ଅତି ଚରିତ୍ରବାଦୀ ବ୍ୟକ୍ତି ଅଟେ। ସେ ଆଜି ପର୍ଯ୍ୟନ୍ତ କୌଣସି ଝିଅକୁ ଖରାପ ନଜରରେ ଦେଖିନାହିଁ। ଏସବୁ ତ ତା ସହ ଅତୀତରେ ଘଟିଥିବା ଘଟଣାର ଫଳାଫଳ ଏବଂ ଏବେ ମୋତେ ସବୁ ଦୃଷ୍ଟାନ୍ତର ସ୍ପଷ୍ଟ ନଜର ଆସୁଥିଲା। ଶେଷରେ ରଜତ ଏପରି କାହିଁକି କରୁଥିଲେ ଏବଂ ମୋ ସହିତ ତ ରଜତ କେବେ ବି କଦାପି ଅସଦାଚରଣ କରିନଥିଲେ। ମୁଁ ମୋ ଶାଶୁଙ୍କୁ କହିଲି ଯେ ତୁମେ ସମ୍ପୂର୍ଣ୍ଣ ଭାବେ ଚିନ୍ତାମୁକ୍ତ ରୁହ। ରଜତ ମୋର ସ୍ୱାମୀ ଏବଂ ମୁଁ ତାଙ୍କୁ କେବେ ବି ଛାଡ଼ି ଚାଲିଯିବି ନାହିଁ। କିନ୍ତୁ ଏଥର ମୁଁ ସବୁକିଛି ଠିକ୍ କରିଦେବି। ଏଥର ମୋ ଶାଶୁ ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିବାକୁ ଲାଗିଲେ। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୋ ସ୍ୱାମୀଙ୍କୁ ଏପରି ଅବସ୍ଥାରେ ପହଞ୍ଚାଇଥିବା ଲୋକଙ୍କୁ କଦାପି ଛାଡ଼ିବି ନାହିଁ। ମୁଁ ଏକ ଓକିଲ ଥିଲି ଏବଂ ସମସ୍ତ ଆଇନ ଅନୁଯାୟୀ ଦଫା ସମ୍ବଳିତ ତଥ୍ୟ ଜାଣିଥିଲି। ସେଥିପାଇଁ ରଜତ ଯେଉଁ କଲେଜରେ ପଢ଼ୁଥିଲେ ସେହି କଲେଜର 5 ବର୍ଷ ପୂର୍ବରୁ ସେହି ସ୍ଥାନରେ ନିଆଯାଇଥିବା CCTV ଫୁଟେଜ୍ ବାହାର କଲି, ଯାହା ଆଧାରରେ ସେହି ବାଳକମାନେ ରଜତଙ୍କ ପ୍ରତି କ'ଣ କରିଥିଲେ ଏବଂ କିପରି କରିଥିଲେ ତାହା ସ୍ପଷ୍ଟ ଦେଖାଯାଉଥିଲା। ସେହି ବାଳକମାନଙ୍କ ଉପରେ ମୁଁ କେସ୍ ରୁଜୁ କରିଦେଲି ଏବଂ ଯେତେବେଳେ ସମସ୍ତ ପ୍ରମାଣ ସଠିକ୍ ସାବ୍ୟସ୍ତ ହେଲା ତ ସେହି ପିଲାମାନେ ତାଙ୍କ କାର୍ଯ୍ୟକଳାପ ପାଇଁ ଦଣ୍ଡିତ ହୋଇଥିଲେ ଏବଂ ଏହା ସହିତ ସେହି ବାଳକମାନେ ତାଙ୍କର କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ଅନୁତାପ କରୁଥିଲେ। କାରଣ ବର୍ତ୍ତମାନ ସେମାନଙ୍କର ଅସଲ ଚେହେରା ସେମାନଙ୍କ ପରିବାରର ସଦସ୍ୟଙ୍କ ସମ୍ମୁଖରେ ପ୍ରକାଶ ପାଇଥିଲା, ଯେଉଁଥିପାଇଁ ସେମାନେ ଅତ୍ୟଧିକ ଲଜ୍ଜିତ ହୋଇଥିଲେ। ଯେତେବେଳେ ସେହି ପିଲାମାନେ ରଜତଙ୍କ ସାମ୍ନାକୁ ଆସି ତାଙ୍କୁ କ୍ଷମା ମାଗିଲେ ତ ରଜତଙ୍କ ଆଖିରେ ଲୁହ ଆସିଗଲା। ସବୁ ଠିକ୍ ହୋଇଯିବା ପରେ ଯେତେବେଳେ ଆମେ ଘରକୁ ଫେରିଆସିଲୁ, ରଜତ ମୋତେ ବହୁତ ଧନ୍ୟବାଦ ଜଣାଇଲେ ଯେ ମୁଁ ତାଙ୍କୁ ନ୍ୟାୟ ପ୍ରଦାନ କଲି। ମୁଁ ରଜତକୁ କହିଲି ଯେ ବର୍ତ୍ତମାନ ତୁମେ ଆଦୌ ଚିନ୍ତା କର ନାହିଁ। ତୁମେ ଏକା ନୁହଁ, ବରଂ ତୁମ ମାଙ୍କ ସହିତ ମୁଁ ମଧ୍ୟ ତୁମ ସହ ସର୍ବଦା ଅଛି। ଏହାପରେ ମୁଁ ରଜତକୁ ନେଇ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା କରାଇବା ଆରମ୍ଭ କରାଇଲି ଏବଂ କିଛି ମାସର ଥେରାପି ପରେ ରଜତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ଏବଂ ବର୍ତ୍ତମାନ ମୁଁ ବିନା ଓଢ଼ଣା ଟାଣି ଆରାମରେ ତାଙ୍କ ସାମ୍ନାକୁ ଯାଉଛି
ଏବଂ ରଜତ ବର୍ତ୍ତମାନ ବାଳକ ଛାତ୍ରଛାତ୍ରୀଙ୍କ ସହିତ ବାଳିକା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ। ଏହି ସମସ୍ତ ସତ୍ୟ ନା କେବଳ ଆମ ସାମ୍ନାରେ ପ୍ରକାଶ ପାଇଥିଲା, କିନ୍ତୁ ଟିଭିରେ ସମ୍ବାଦ ଆସିବା ପରେ ବର୍ତ୍ତମାନ ସମଗ୍ର ଦୁନିଆ ଜାଣିବାକୁ ପାଇଲା ଯେ ମୋ ସ୍ୱାମୀ ଜଣେ ଚରିତ୍ରବାନ ବ୍ୟକ୍ତି ଅଟନ୍ତି ଏବଂ ସେଥିପାଇଁ ଯାହା କିଛି ବି ମୋ ସ୍ୱାମୀଙ୍କୁ ନେଇ ଭୁଲ ବୁଝାମଣା ଥିଲା ତାହା ଏବେ ଦୂର ହୋଇଯାଇଥିଲା। ଏହାପରେ ମୋ ସାଙ୍ଗ ନିହାରିକା ଆମ ଘରକୁ ଆସି ମୋତେ କ୍ଷମା ମାଗିଲା। ମୁଁ ତାକୁ କହିଲି ଯେ ତୁ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ, କାରଣ ତୁ ମଧ୍ୟ ମୋ ଭଳି ଏକ ଭୁଲ ବୁଝାମଣାର ଶିକାର ହୋଇଥିଲୁ ଏବଂ ସେଥିପାଇଁ ତୁ ବି ତାହା କଲୁ। ସେହି ପରିସ୍ଥିତିରେ ଯିଏ ବି ଥିଲେ ସେପରି କରିଥାନ୍ତା। ଆଜି ଆମ ଜୀବନରେ ସବୁକିଛି ଭଲରେ ଚାଲିଛି। ମୁଁ ଏକ ସୁନ୍ଦର ପୁଅର ମା ହୋଇସାରିଛି ଏବଂ ରଜତ ତାଙ୍କ ଅତୀତକୁ ଭୁଲି ବହୁତ ଆଗକୁ ବଢ଼ିଛନ୍ତି। ବର୍ତ୍ତମାନ ସେ ପୁରା ଆତ୍ମବିଶ୍ୱାସ ସହ ଉଭୟ ଝିଅ ଏବଂ ପୁଅ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଉଛନ୍ତି। ମୋ ଶାଶୁ ମଧ୍ୟ ମୋତେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଭଲ ପାଇବାକୁ ଲାଗିଛନ୍ତି। ବାସ୍ତବରେ ମୁଁ ଆଜି ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ରଜତକୁ ମୋ ସ୍ୱାମୀ ଭାବରେ ପାଇଛି। ବେଳେବେଳେ ଯେତେବେଳେ ଆମ ଜୀବନରେ କିଛି ଖରାପ ଘଟଣା ଘଟେ ଆମେ ଭାବିବାକୁ ଲାଗୁ ଯେ ବୋଧହୁଏ ଆମର ଭାଗ୍ୟ ଖରାପ ଅଟେ ଏବଂ ଭଗବାନ ଆମ ସହ ବହୁତ ଖରାପ କରିଛନ୍ତି, କିନ୍ତୁ ବୋଧହୁଏ ସେହି ମନ୍ଦ ଭିତରେ କିଛି ଭଲ ଲୁଚି ରହିଛି। ସେହି ସମୟରେ ଆମେ ଏହା ବିଷୟରେ ଜାଣିନଥାଉ ଏବଂ ସେଥିପାଇଁ ଆମେ ସର୍ବଦା ଭଗବାନଙ୍କ ନିକଟରେ ଅଭିଯୋଗ କରୁ। ଏହି କଥାକୁ ଆଜି ମୁଁ ହୃଦୟଙ୍ଗମ କରୁଥିଲି ଯେ ଯଦି ମୋର ପୂର୍ବରୁ ଛାଡ଼ପତ୍ର ହୋଇନଥାନ୍ତା ତେବେ ମୁଁ ରଜତଙ୍କ ପରି ଜଣେ ଭଲ ବ୍ୟକ୍ତିଙ୍କୁ ମୋ ସ୍ୱାମୀ ଭାବରେ ପାଇପାରିନଥାନ୍ତି। କାହାଣୀଟି ସମ୍ପୂର୍ଣ୍ଣ ଶୁଣିଥିବାରୁ ଧନ୍ୟବାଦ।